ଚାରିଟା ଜାଗାରେ ଆପଣ ମାନେ କାହାକୁ ମୁଣ୍ଡିଆ ମାରିବେ ନାହିଁ। ମୁଣ୍ଡିଆ ମାଇଲେ ହଇରାଣରେ ପଡ଼ିବେ। କେଉଁ ଚାରିଟା ଜାଗାରେ ମୁଣ୍ଡିଆ ମାରନ୍ତି? ବୋଲା ସଭାୟନ୍ତ ସ୍ନାନାୟନ୍ତ କାର୍ଯ୍ୟ ମୂଳ ଯୋଦ୍ଧା ହୋମକର୍ତ୍ତା ଯଜଦ୍ୱାର ନମସ୍କାର ନଭିଦିଅତେ ସ୍ନାନାୟନ୍ତ। ମନେକର ତୁ ଚାଲିକି ଯାଉଛୁ, ତୋ ଗୁରୁ ଗାଧଉଛନ୍ତି। ସାର୍ ନମସ୍କାର। ସାର୍ ନମସ୍କାର। ନମସ୍କାର। ଆଚ୍ଛା, ଗାଧେଇଲା ବେଳେ ଆମେ ଯେତେବେଳେ ଗାଧଉଛେ ନିଶ୍ୱାସ ବନ୍ଦ କରିକି ଗାଧଉଛେ ନା? ହଁ ହଁ। ନିଶ୍ୱାସ ନେଇଗଲେ ପାଟି ଭିତରେ ନାଟକ ଭିତରେ ପାଣି ପଶିଯିବ, ଜୀବନ ଯିବ। ଆଚ୍ଛା, ନିଶ୍ୱାସ ନେଇକି ଯଦି ଗୁରୁ ମନେକର ଟିକେ ଭଲ କି ଗାଧେଇକି ବୁଡୁଛନ୍ତି, ତୁ ଯଦି ନମସ୍କାର କରିବୁ ସେ ତ ଆଶୀର୍ବାଦ କରିବେ। ସେଠୁ କହିବେ ଆୟୁଷ୍ମାନ। ଗୁରୁ ଠୋସ ଆଉ ସଫା ଗୁରୁ। ଗାଧେଇଲା ବେଳେ ଗୁରୁଙ୍କୁ ମୁଣ୍ଡିଆ ମାରିବନି। ଧାବୟନ୍ତ। ମନେକର ଗୋଟେ କୁକୁର ତମ ସାରଙ୍କୁ ତଡ଼ିଛି, ସାରେ ଜୀବନ ବିକଳରେ ଧାଉଁଛନ୍ତି ଆଉ ତୁ ସେଇପଟେ ସାଇକେଲରେ ଆସୁଛୁ, ସାରଙ୍କୁ ଅନେଇ ଦେଲୁ, ସାର୍ ନମସ୍କାର। ସାର୍ ନମସ୍କାର। ସାର୍ ନମସ୍କାର। ଯଦି ତୋ ସାରେ ରହିକି ସେଇଠି ତୋତେ ଆଶୀର୍ବାଦ କରିବେ, କୁକୁର କାମୁଡ଼ିବ ସାରଙ୍କ ନାହିରେ 32 ଇଞ୍ଜେକ୍ସନ। ସ୍ନାନାୟନ୍ତ ଧାବୟନ୍ତ। ପୁରାଣ ପ୍ରାର୍ଥନାୟତ ମାନେ ଯଦି ଜଣେ ବ୍ରାହ୍ମଣ ଯାଉଛି, ମନେ ରଖନ୍ତୁ, ପୂଜା ଢାଳଟିଏ ଧରିଛି, ପୂଜା କରିବାକୁ ଯାଉଛି। ପୂଜୟନ୍ତ। ବ୍ରାହ୍ମଣ ପୂଜା କରିବାକୁ ଗଲା ବେଳେ ସେ ଯେଡେ ବଡ ବ୍ରାହ୍ମଣ ହେଇଥାଉ ତାକୁ ନମସ୍କାର କରିବନି। ଯଦି ନମସ୍କାର କଲ, ଯୋଉ ଢାଳଟାକୁ ସେ ନେଇକି ଯାଇଥବ ସେ ବ୍ରାହ୍ମଣ, ସେ ଢାଳରେ ଯେତିକି ଫାଙ୍କା ଜାଗା ଥବ, ପାଣି ନଥବ, ସେଇ ଜାଗାରେ ତମ ଦେହର, ତମ ସାତ ପୁରୁଷର ପୁଣ୍ୟ ଯେତିକି ଅର୍ଜିଛ, ସେ ବ୍ରାହ୍ମଣ ଢାଳରେ ପଶିବ। ଆଉ ଫାଙ୍କା ଭିତରୁ ସେ ବ୍ରାହ୍ମଣ ଦେହରେ ଥିବା ଯେତେ ପାପ ସବୁ ଯାକ ତମ ଦେହ ଭିତରେ ପ୍ରବେଶ କରିବ। ବୁଝୁଛୁ? ଆଜିଠୁ ବ୍ରାହ୍ମଣକୁ ମୁଣ୍ଡିଆ ମାରିବ। ତେଣୁ ପୂଜା କଲା ବେଳେ, ବ୍ରାହ୍ମଣ ଢାଳ ନେଇକି ଗଲା ବେଳେ ତାକୁ ମୁଣ୍ଡିଆ ମାରିବ ନାହିଁ। ଆଉ ଜୀବନରେ ଶିବ ଦକ୍ଷ ପ୍ରଜାପତି କି କାହିଁକି ମୁଣ୍ଡିଆ ମାରିଲେନି? କାହିଁକି ନା ଜୀବନରେ ଆଉ 4 ଜଣଙ୍କୁ କେବେ ମୁଣ୍ଡିଆ ମାରିବ ନାହିଁ। ଆଉ 4 ଜଣ ପୁଣି କିଏ କିଏ? ଯଦି ମୁଣ୍ଡିଆ ମାଇଲ ମଲ ଆଉ କଣ, ତମ ପୁଣ୍ୟ ଗଲା ଆଉ କଣ। ତମଠୁ ବୟସରେ ସାନ ଥବା ଏ 4 ଜଣଙ୍କୁ ମୁଣ୍ଡିଆ ମାରିବ ନାହିଁ। ସେ କିଏ? ସେ କହିଲା କନ୍ୟା ପିତା ମାତା ଶୈବ। ମାତୁଳ ପତ୍ନୀ ଆସବ। ପିତୃଭୋଗ ନିଏ ଚଦ୍ୱାର। ନମସ୍କାର ନଭିଦିଅତେ। ଏ 4 ଜଣଙ୍କୁ ମୁଣ୍ଡିଆ ମାରିବ। ସେ କିଏ? ନା ତୋଠୁ ବୟସରେ ଯଦି ତୋ ଶାଶୁ ଶ୍ୱଶୁର ସାନ ହେଇଥିବେ, ତାହେଲେ ଶାଶୁ ଶ୍ୱଶୁରକୁ ମୁଣ୍ଡିଆ ମାରିବ। କି ଆଶ୍ଚର୍ଯ୍ୟ କଥା! ମୁଁ ତାଙ୍କ ଝିଅକୁ ବାହା ହେବି, ମୋ ଶାଶୁ ଶ୍ୱଶୁର କିନ୍ତୁ ସାନ ହେବେ? ଗାୟକ ମୁଣ୍ଡ ଖରାପ, ବାଇଆ ଗାୟକ। ମୁଁ ବାଇଆ ଗାୟକ? ଆଉ କଣ? ତୋ ଶାଶୁ ଶ୍ୱଶୁର ଯଦି ବୟସରେ ସାନ ହେବେ, ତାହେଲେ ସ୍ତ୍ରୀ ଗୋପା ମାକୁ ମୁଣ୍ଡିଆ ମାରିବୁ ନାହିଁ। କି କଥା ମ? ଶାଶୁ ଶ୍ୱଶୁର କେମିତି ସାନ ହେବେ? ପାଲାଟା କଣ ଆଳୁ ବୋଲି ଭାବି? ଆଉ କଣ ଆଳୁ? ଆଳୁ ବୋଲି ମୁଁ କାହିଁ ଭାବିବି? ପିଆଜ ବୋଲି ଭାବିଛି। ପାଲାଟା କଣ ଏଡେ ଶସ୍ତା? ଶାଶୁ ଶ୍ୱଶୁର କେମିତି ସାନ ହେବେ?
ଏଇଭଳିଆ ସବୁ ଗାଈକୁ ଡାକିବ ରାତିରେ 4,000 ଟଙ୍କା ଲେଖେ ଦବ ସେ ପାଲା କଣ କରିବେ? ଓହୋ ଏ କୁଙ୍କୁମ ଲଗା ଏ ଖଣ୍ଡଳ ଅନୁଷ୍ଠାନ ମୋ ଜୀବନରେ ସତ କହୁଛି ମୋ ଗୁରୁ ଆସିଥିଲେ 5-6 ବର୍ଷ ତଳେ ଭାସ୍କର ଚନ୍ଦ୍ର ସାହୁ ମୋ ଗୁରୁ 5-6 ବର୍ଷ ତଳେ କହିଥିଲେ ପୁଅ ଖଣ୍ଡଳ ଯା ମୁଁ ଆଜି ପର୍ଯ୍ୟନ୍ତ 6 ବର୍ଷ ହେଲା ଏ ଗାଁକୁ ଆସିନି କିନ୍ତୁ ଏ ଗାଁ ବାଲା ଏତେ ଭଲ ପାଇବା ମୁଁ ଜାଣିନି। ହଁ ମୁଁ ନମସ୍କାର କରୁଛି ଏ ଗାଁ ବାଲାଙ୍କୁ ଆସୁ ଆସୁ ଏତେ ଭଲ ପାଇବା ଦେଇଛୁ ଏତେ ସ୍ନେହ ଏତେ ଶ୍ରଦ୍ଧା ଦେଇଛୁ ମୁଁ ପ୍ରଥମ ଦିନ ଆସୁ ଆସୁ ଯେମିତି ଗାଁର ନିର୍ମଳ ଧୋବା ତୁଠ ସେଇଭଳି ତମେ ଗାଁ ବାଲା ମତେ ଯେତିକି ଆସୁ ଆସୁ ସ୍ନେହ ଦେଇଛ ତାହା ଅନିର୍ବଚନୀୟ। ମୁଁ ଜଗନ୍ନାଥକୁ ମୁଣ୍ଡିଆ ମାରୁଛି। ଦୁଇରେ ଏତେ କଦଳୀ କାନ୍ଧି ମୁଁ ଯଦି ଘରକୁ ଯାଇଥାନ୍ତି 2-4ଟା କାନ୍ଧି ଘରକୁ ନେଇ ଯାଇଥାନ୍ତି। ନେବେ ତ ନେବେ ସିଏ ଆଖି ପଇଲା ବାମୁଣ ଆଖି ପଇଲା ମାନେ ନେବେ 5 କାନ୍ଧି ସେ ନେବାଟା ସାରା ଆଉ ଜଣା ପଇଲାଣି କଣ କରିବି ଏଠି ତ 23ରେ ସରିବ ଯିବା ଆସିବା କରିକି 2ଟା ମଣିଷ ଗାଇବି 23 ସରିଲେ 24 ତାରିଖଠୁ ଉତ୍ତାରଣ ମଣିଷ ଗାଇବି ଆଉ ବେଳ କୋଉଠିକି ଗଲାକୁ ତ କଦଳୀ ଫଙ୍କୁ ହେଇଯାଇଥାଉ ତଥାପି ଦେଖିବା ଖୋଜିକି କଞ୍ଚା ଦେଖି କହୁନି ତଥାପି କହି ହଉନି ନେବେ ନେବେ ଯୋଉଟା 8-10 ଦିନ ଯାକେ ରହିବ ସେଇଭଳିଆ ଦେଖିକି 2 କାନ୍ଧି ଘରକୁ ସିଏ ଲକ୍ଷ୍ୟ ପକେଇ ସାରିବେନି। ନିର୍ଲଜ ବାପା ଏ ଶାଶୁ ଶ୍ୱଶୁର ଯଦି ଜୁଆଇଠୁ ବୟସରେ ସାନ ହେବେ ସେ ଜୁଆଇ ଶାଶୁ ଶ୍ୱଶୁରକୁ ମୁଣ୍ଡିଆ ମାରିବ ନାହିଁ। ଏଇଟା କେମିତି ଅସମ୍ଭବ କଥା ଏଟା ଆପଣଙ୍କ ଘରେ ହେଇଥିବ। ମୁଁ ପ୍ରମାଣ ଦଉଛି। ପ୍ରମାଣ ଦିଅ କେମିତି ସାନ? ମୋ ଅଜା ନାଁ ହଉଛି ଚକ୍ରଧର ଦାସ। ଚକ୍ରଧର ଦାସ ମୋ ଅଜା ନାଁ ଚକ୍ରଧର ଦାସ। ମୋ ଅଜାକୁ ଯେତେବେଳେ 62 ବର୍ଷ ହେଲା ମୋ ଆଈଟା ମରିଗଲା। ମୋ ମାମୁଁକୁ ସେତେବେଳେ ହେଲାଣି 23 ବର୍ଷ। ଗାଁ ଲୋକ କହିଲେ ଚକରା ବୁଢା ସ୍ତ୍ରୀ ତ ମରିଗଲା ପରିବାର କେମିତି ଚଳିବ ତୁ ଯା ବଡ ପୁଅକୁ ବାହାଘର କରିଦେ ବୋହୁଟେ ଆଣେ। ମୋ ଅଜା ଚାଲିଲା ବୋହୁ ଖୋଜି ଆଉ କହିଲା ମୋ ଅଜା ଖୋଜି ଖୋଜିକି ଚଳିଲା ହୋ ବାବୁ ଢେଙ୍କାନାଳରେ ପଶିଲା ଗ୍ରାମେ ରୁକ୍ମିଣୀ ବୋଲିକି ନାରୀଟିଏକୁ ଦେଖିଲା। ମୋ ଅଜାକୁ 62 ବର୍ଷ। ବୁଲି ବୁଲି ଢେଙ୍କାନାଳରେ ଗୋଟେ ଗାଁ ଅଛି ବିଷ୍ଣୁପୁର ଗୋଟେ 16 ବୟସୀ ଝିଅକୁ ଦେଖିଲା ତା ନାଁ ରୁକ୍ମିଣୀ ନେଇକି ଆଇଲା। ବୁଢା ମନ କଣ ହେଲା କେଜାଣି କହିଲା ପଶ୍ଚିମେଶ୍ୱର ମନ୍ଦିର ତାକୁ ଦେଲା ଯେ ବରଣ ହାଳ 62 ବର୍ଷ ବୁଢା ବୟସଟା 16 ଯୁବତୀ ହାର ବୋହୁ କରିବାକୁ ଯାଇଥିଲା ଆଣିକି ଆଇଲା। କଣ ତା ମନ ହେଲା କେଜାଣି ଗୋଟେ ପଶ୍ଚିମେଶ୍ୱର ଶିବ ମନ୍ଦିର ଆମ ଘର ପାଖରେ ଅଛି। ବୁଢା ତାକୁ ଭିଡିକି ନେଇକି ଗଲା ତା ଭିତରେ ବରଣ ମାଳ ପକେଇକି ମଥାରେ ସିନ୍ଦୁର ଟିକେ ଦେଇଦେଲା। ତମ ଅଜାକୁ ମାନିବାକୁ ପଡିବ। ସେତେବେଳେ ମୋ ଅଜାକୁ 62। ଭଲ ପଦେ ପଦେ ପଦଟିଏ କହିଲୁ ଠିକ ମଣିଷ ପିଲା ଭଳିଆ ବସୁ। ମୋ ଅଜାକୁ ସେତେବେଳେ 62 ଆଉ ଯୋଉ ଝିଅକୁ ବାହାହେଲା ତାକୁ 16। ବେଶୀ ପିଲା ଜନ୍ମ କରିପାରିନି ମୋ ବୁଢା 7ଟି ପିଲା ଜନ୍ମ 62 ବର୍ଷେ। ବଡ ହେଲା କୁଳମଣି ତା ତଳ ନୀଳମଣି ତା ତଳ ଇନ୍ଦ୍ରମଣି ତା ତଳ ଯଦୁମଣି ତା ତଳ ରଘୁମଣି ତା ତଳେ ପ୍ରମିଳା
ତା ତଳେ ମୋ ବୋଉ ହଉଛି କୁନ୍ତଳା। ବୁଢାର ଗରିଆ ବୁଢା 7 ନମ୍ବର ବୁଢାର ଝିଅର ପୁଅ ହଉଛି ମୁଁ। ଆଉ ଚାରିଟା ହେଇଥିଲେ କ୍ରିକେଟ ଟିମ୍ କରିଦେବେ। ହଁ ଠିକ 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 ବଢିଆ କ୍ରିକେଟ ମାରିଦେବି ଜଣେ ଜାବୁଡା ତ ବୁପାନା ବୁଚାଲା ଶୁଭିଲ। ଠିକ ଠିକ ଗାଡି ଡ୍ରାଇଭରକୁ ଷ୍ଟେରିଂ ଧରିକି ବୁଲିବା ଦରକାର। ହଁ 7 ନମ୍ବର କେ ତାହେଲେ ମୋ ଅଜାକୁ ଯେତେବେଳେ 62 ମୋ ଆଈକି 16 ତା ବୋଉକୁ ହଉଛି 34 ମାନେ ମୋ ଆଈର ମା ଟିକେ ହିସାବ କରିଦ 34 34 ମୋ ବୋଉର ଅଜାକୁ ସେତେବେଳେ 42 ବର୍ଷ। କିନ୍ତୁ ମୋ ଅଜା ବୋଲି ମୋ ବୋଉର ବୋପାକୁ ସେତେବେଳେ 62 ବର୍ଷ। ବୁଝୁଛୁ ତା ଶ୍ୱଶୁରକୁ 42 ତା ଶାଶୁକୁ 34। 34 ତାହେଲେ ମୋ ଅଜା ବୟସରେ ବଡ ନା ତା ଶାଶୁ ଶ୍ୱଶୁର ବୟସରେ ବଡ? ନାଇଁ ନାଇଁ ଅଜା ଅଜା ତମ ବୁଢା ଅଜା ବଡ ଶାଶୁ ଶ୍ୱଶୁର ସାନ। ମାଇକିନା ବୋଲେ ସାନ ଛଅଣି ଦଣ୍ଡବତ ହିସାବ ତୁ ମତେ ପାଲା କରେଇ ଦବୁ? ହିସାବ ତୋ ହିସାବ କମ ହିସାବ